ସମସ୍ତଙ୍କୁ ମୋ ଆତ୍ମ ପ୍ରଣାମ। ଆମେ ଧ୍ୟାନରେ ବସିବା। ଯଦି ଚଷମା ପିନ୍ଧୁଛନ୍ତି ତାକୁ କାଢି ଦିଅନ୍ତୁ। ଦୁଇ ହାତକୁ କ୍ରସ୍ କରିନିଅନ୍ତୁ। ଗୋଡକୁ ବି କ୍ରସ୍ କରିଦିଅନ୍ତୁ ଯୋଉ ଚେୟାରରେ ବସିଛନ୍ତି। ଆଖିକୁ ସହଜ ରୂପରେ ବନ୍ଦ ରଖନ୍ତୁ। କେବଳ ଶ୍ୱାସ ଯାହା ଆସୁଛି ଆଉ ଯାଉଛି ତା ସହ ଏକ ହେଇଯାଆନ୍ତୁ। ନା କୌଣସି ଚିନ୍ତା, ନା କୌଣସି ବିଚାର, କେବଳ ଶ୍ୱାସ। ब्रह्मर्षि पितामह पत्रिजी, महाअवतार बाबा जी, रायडी महाशय, स्वामी श्री युक्तेश्वर जी, परमहंस योगानंद जी, ସବୁ ଧର୍ମର ସିଦ୍ଧ ମହାନୁଭବଙ୍କୁ, ହିମାଳୟର ଯୋଗୀ ମାନଙ୍କୁ, ସପ୍ତ ଋଷି ବ୍ରହ୍ମର୍ଷି ମାନଙ୍କୁ, ସମସ୍ତ ଆଷ୍ଟ୍ରାଲ ମାଷ୍ଟର୍ସ ମାନଙ୍କୁ, ଆଷ୍ଟ୍ରାଲ ପିରାମିଡ ମାଷ୍ଟର୍ସ, ଆଷ୍ଟ୍ରାଲ ବଡି ହିଲିଂ ମାଷ୍ଟର୍ସ, ପ୍ରକୃତି ମାତାକୁ, ସମସ୍ତ ଶକ୍ତି, दैवी शक्ति को श्रद्धार सह, पूर्ण समर्पणर सह एଠିକି इनवाइट करिवा। समस्त कॉन्शियसनेस, आम कॉन्शियसनेस एक ही जाओ। केवल श्वास श्वास सह एक ही जावा। ଯେତେବେଳେ ଶ୍ୱାସ ଭିତରକୁ ଯାଉଛି ତା ସହିତ ଭିତରକୁ ଯାଆନ୍ତୁ। ପୂର୍ଣ୍ଣ ଜାଗରୂକତାର ସହିତ, ପୂର୍ଣ୍ଣ ହୋସର ସହିତ ପ୍ରତ୍ୟେକ ଶ୍ୱାସକୁ ଅନୁଭବ କରନ୍ତୁ। केवल श्वास, ना कौनसी चिंता, ना कौनसी विचार, आमर स्वास्थ्य आम निज हाथ रे। शारीरिक स्वस्थता भौतिक जीवनर मूल आधार। जेबे आमे एक भौतिक शरीर को नेकी ए जगत रे आसी थाओ, सेतेबेले तार ठीक भावरे जत्न न नेले आमे किछि भी प्रोग्रेस करि परिबानी, किछि भी जीवन रे सहजरे पाई परिबानी। सेथिपाई जेते संभव सेतिकी निजको
ସୁସ୍ଥ ନିରୋଗ ରଖିବା, ସେ ନିମନ୍ତେ ଆମେ ସବୁବେଳେ ଯତ୍ନଶୀଳ ରହିବା। ଯଦି ଆମେ ଚାରିପାର୍ଶ୍ୱକୁ ଦେଖିବା, ତାହେଲେ ଏହି ସୁସ୍ଥତା ଦୂର ହେବାକୁ ଲାଗିଛି। କାରଣ ଯିଏ ନା କିଏ ଯାହାକୁ ବି ଦେଖିବା କିଛି ନା କିଛି ରୋଗରେ ଗ୍ରସ୍ତ ଅଛନ୍ତି। କେହି କେହି ଅସମୟରେ ବୃଦ୍ଧତ୍ୱର ଶିକାର ହେଉଛନ୍ତି, ବୁଢା ହେଇଯାଉଛନ୍ତି। ଜୀବନର ଏହି କ୍ଷୀଣତା ଏହାର କାରଣ କଣ? ପୂର୍ବ କାଳରେ ମଣିଷ 80 ବର୍ଷ 100 ବର୍ଷ ସ୍ୱାଭାବିକ ଭାବରେ ଜୀବନ ଧାରଣ କରୁଥିଲେ। ତାଙ୍କର ଆୟୁଷ ବେଶୀ ଥିଲା ଏବେକାର ଆୟୁଷ ଠାରୁ। କିନ୍ତୁ ଆଜି ମୃତ୍ୟୁର କୌଣସି ବୟସ ନାହିଁ। ବିଜ୍ଞାନର ଏତେ ଅଗ୍ରଗତି ହେଇକି ସୁଦ୍ଧା ଆମେ କଣ ପାଇଁ ଦୀର୍ଘାୟୁ ହେଇପାରୁନୁ? ଆମକୁ ଏହାକୁ ବୁଝିବାକୁ ପଡିବ କି ଶରୀର କଣ, ଏହା କିପରି ତିଆରି ହୋଇଛି, ଏହାର କିପରି ଆମେ ଧ୍ୟାନ ଦେବା, ଆମର ଜୀବନ ଶୈଳୀ କଣ ହେବା ଦରକାର, ଏହି ଶରୀର ଧାରଣ କରିବା ପାଇଁ ଆମର ଧ୍ୟେୟ କଣ? ଯଦି ଆମେ ଏହାକୁ ବୁଝିପାରିବା, ତାହେଲେ ଆମେ ଦୀର୍ଘାୟୁ ହୋଇକି ମୋକ୍ଷ ପ୍ରାପ୍ତି ହୋଇପାରିବା। କିଛି କିଛି ଅଜ୍ଞାନ, ଆଳସ୍ୟ, ଅହଙ୍କାର କାରଣରୁ ଏହି ମୂଲ୍ୟବାନ ଶରୀରକୁ ଆମେ ଖିଆଲି ଖାମଖିଆଲି ମନୋଭାବ ରଖୁ ଆଉ ନିଜର ସ୍ୱାସ୍ଥ୍ୟତାକୁ ହରାଇ ବସୁ। ରୋଗ କଷ୍ଟରେ ଘାଣ୍ଟି ହେଇ ନିଜ ଜୀବନ ବ୍ୟତୀତ କରିଥାଉ। ହେଲେ ଭୌତିକ ଶରୀର କଣ? ଏହାର କିପରି ଭାବରେ ଏ ଭୌତିକ ଶରୀର ତିଆରି ହେଇଛି? ଏହା ଜାଣିବା ବିନା ଶାରୀରିକ ସୁସ୍ଥତାର ଉପରେ କିଛି ବି କହିବା ନିରର୍ଥକ ହେବ। ବହୁତ ଲୋକ ମାନିଥାନ୍ତି କି ଏ ଶରୀର ଅନେକ ଅଣୁ ପରମାଣୁର ସଂଗଠନରେ ତିଆରି। ଏହାଠୁ ଅଧିକ ଆଉ କିଛି ନୁହେଁ। କିନ୍ତୁ ଏପରି ଭାବିବା ଭୟଙ୍କର ଭୁଲ। କାରଣ ଶରୀରର ରଚନା ପଛରେ ଅଣୁ ପରମାଣୁର ସଂଯୋଗ, ତା ସହିତ ବହୁତ ଅଦୃଶ୍ୟ ଶକ୍ତିର ପରିଶ୍ରମ ରହିଛି, ସହଯୋଗ ରହିଛି। ଆମେ ସମସ୍ତେ ଜାଣିଛେ କି ପ୍ରତ୍ୟେକ କାର୍ଯ୍ୟ ପଛରେ କିଛି ନା କିଛି କାରଣ ନିଶ୍ଚୟ ରହିଛି। ବିନା କାରଣରେ କୌଣସି କାର୍ଯ୍ୟ ହୋଇପାରିବନି। ଯେମିତି ଗୋଟେ ଘର ବନେଇବା ପାଇଁ ବହୁତ ଶକ୍ତି, ବିଭିନ୍ନ ପ୍ରକାର ଶକ୍ତିର ଉପଯୋଗ ହୋଇଥାଏ।
केते जण चाहिथांती जे घर बनू, केते जण ताकू प्लानिंग करती, केते जण से परिश्रम करती, बहुत पैसा भी खर्च हुए। बेसिकली कौनसी ना कौनसी सिविल इंजीनियर ज्ञान कारीगरी श्रमिक मानकर परिश्रम से गृह मालिकर इच्छा आउ धन ए सब आवश्यक, ताहले जाई गोटे गृह निर्माण होई पारे। सेपरि आम जीवन ए शरीर मध्य एक घर परि समान, किंतु यार निर्माण पछरे बहुत शक्ति बहुत ईश्वर सत्ता कार्यरत थांते। तापर जाई ए जीवात्मा निज इच्छा शक्ति अनुसार ए शरीर रे प्रवेश करथाए। जितेबाला गोटे जीवात्मा जीवन धारण करिया को चाहे थाए, सेतेबाला गोटे भ्रूण विकसित हुए। से भ्रूणर विकास पछरे असंख्य अगणित जीवनी शक्ति कार्य करथाए। ए जीवात्मा माने भ्रूणर विकास रे कार्य रे लगी जाती। अनेक भौतिक तत्वर संजोग रे अलग अलग अंग मान निर्माण होता है। तापर जाई गोटे सुंदर मानव शरीर संरचना हुए। यही रचनार संरचनार प्रेरणा आमको से दिव्य आत्मा मान ठारू मिलता है, जे आम ठारू बहुत ऊपरे अन्य लोक मानकर विद्यमान। सी ए भ्रूण को जन्म नेबा पाई प्रेरित करथांती। तापर सेथिरे आत्मा रूपरे प्रवेश करी ताको प्राणवान सेथिरे प्राण संचारण करथांती। ए भौतिक जगत रे प्रतिदिन ए प्रकार आत्मा मानकर अवतरण होइथाए। आउ सृष्टि आगो को बढ़ी चली थाए। जदि आत्मा शरीर रे प्रवेश करि पारे नाही, ताहले से शरीर मृत निष्प्राण हो जाए, आउ ताकू पोती दिया जाए कि भसे दिया जाए, विसर्जन कर दिया जाए। ए शरीर गठन पर सेथिरे आत्मार प्रवेश होता है। जेपरी आमर मंदिर रे प्रथमे मूर्ति मानकर स्थापना करा जाए, तापर सेथिरे प्राण प्रतिष्ठा करा जाए। आउ से प्राण प्रतिष्ठा पर ही मूर्तिर पूजा अर्चना करा जाए थाए। से परी ए शरीर रे दिव्य आत्मार प्रवेश पर यार जीवन आरंभ होता है। यह निजे निजे श्वास नेबा को लगे। ये श्वास प्रक्रिया हेउची तार जीवन आधार। श्वास हेउची जीवन। जदि केवल अणु परमाणु रे ए शरीर निर्माण होता, ताहले स्त्रीर अंडाणु बीर्ज आउ पुरुषर शुक्राणु रज तार मिलन रे जीवन निर्माण हो जाता, किंतु सेपरी होई न थाए। कारण ये शरीर निर्माण हो पारे हेले जीवन नुहे। आत्मा शरीर रे प्रवेश पूर्वर जीवनर आरंभ असंभव। ए शरीर निर्माण ब्रह्मांड रे एक अंश अटे। ब्रह्मांडर रचना रे असंख्य शक्तिर रचनाकार काम करथांती। ना केवल मानव शरीर पशु पक्षी गछर उद्गम और विकास पाई मध्य एही शक्तिर एकत्रित रूप रे प्रयास करिया को पड़ता है।
ଯାହାକୁ ଦିବ୍ୟ ଚକ୍ଷୁ ପ୍ରାପ୍ତ ହୋଇଛି ସେ ଲୋକ ହିଁ এই ପ୍ରାକୃତିକ ଶକ୍ତି ମାନଙ୍କୁ এই ଇନ୍ଦ୍ରିୟରୁ ପାର ଯେଉଁ ଶକ୍ତି ମାନଙ୍କୁ ସେ ଦେଖିପାରନ୍ତି। ଶରୀରର ରଚନା, ତାର ବିକାଶ, ତାର ପୋଷଣ ପାଇଁ କିଛି ବସ୍ତୁ ମାନଙ୍କର ଆବଶ୍ୟକତା ହୋଇଥାଏ। ଯେପରି ଗୋଟେ କାରଖାନାରେ ମେସିନ, କର୍ମଚାରୀ ସେମାନଙ୍କର ନିପୁଣତା ସହ ଲଗାତାର କଞ୍ଚାମାଲର ଆବଶ୍ୟକତା ରହିଛି। ସେହିପରି ଏହି ଶରୀରକୁ ଜୀବିତ ରଖିବା ନିମନ୍ତେ ନିରନ୍ତର ଭୋଜନର ଆବଶ୍ୟକତା ପଡ଼ିଥାଏ, ଯାହା ଆମେ ମୁଖ ଦ୍ୱାରା ନେଇଥାଉ, ମୁହଁ ଦ୍ୱାରା ନେଇଥାଉ। କାରଖାନାରେ କର୍ମଚାରୀଙ୍କ ଉପରେ ସୁପରଭାଇଜର, ମ୍ୟାନେଜର, ପ୍ରଶାସନିକ ଅଧିକାରୀ ଏମାନେ ସବୁ ରହିଥାନ୍ତି। ସେପରି ଆମ ଶରୀରକୁ ପ୍ରୋଟିନ, ଭିଟାମିନ୍, କାର୍ବୋହାଇଡ୍ରେଟ ଏସବୁର ଆବଶ୍ୟକତା ରହିଥାଏ, ଯାହା ଶରୀରକୁ ଊର୍ଜାବାନ ଆଉ କାର୍ଯ୍ୟଶୀଳ କରିଥାଏ। ଏ ଭୌତିକ ଜୀବନ ନିମନ୍ତେ ଆଧ୍ୟାତ୍ମିକତା ନିହାତି ଆବଶ୍ୟକ। ଭୌତିକ ଜୀବନ ପଛରେ ଆଧ୍ୟାତ୍ମିକତାର ବହୁତ ଲମ୍ବା ହାତ ଅଛି। ଯାହା କିଛି ଆମକୁ ବାହାରେ ଦେଖାଯାଏ ତାହା ଭୌତିକଟା ଅଟେ, କିନ୍ତୁ ଆମ ଭିତରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆଧ୍ୟାତ୍ମିକତା ରହିଥାଏ। ଯଦି ଆଧ୍ୟାତ୍ମିକତା ରହିବନି ତାହେଲେ ଶରୀର ଖଣ୍ଡ ଖଣ୍ଡ ହୋଇଯିବ। ଏହି ଆଧ୍ୟାତ୍ମିକ ଆଉ ଆତ୍ମିକ ଜ୍ଞାନ ବଳ ଉପରେ ଜୀବନର ଆନନ୍ଦ, ସୁଖ ଏସବୁ ନିର୍ଭର କରେ। ସେଥିପାଇଁ ଏ ଜୀବନରେ ଭୌତିକତାକୁ ପ୍ରାଧାନ୍ୟ ଦିଆହେଇଛି। କେତେ ଜଣଙ୍କର ଛୋଟ ବୟସରୁ ରୋଗ ଘେରିଯାଏ ଆଉ ସେମାନେ ଅଳ୍ପାୟୁରେ ମୃତ୍ୟୁ ବରଣ କରିଥାନ୍ତି। ଯେତେବେଳେ ଗୋଟେ ଚଳଚ୍ଚିତ୍ରର ନିର୍ମାଣ ହୁଏ, ଆମକୁ ପରଦା ଉପରେ ତ ଅଭିନେତା, ଅଭିନେତ୍ରୀ, ଖଳନାୟକ ଆଉ କିଛି ଜଣ ଦେଖାଯାଆନ୍ତି ଅଭିନୟ କରିବାର, କିନ୍ତୁ ସେ ପରଦା ପଛରେ ତାର ନିର୍ମାଣ କାର୍ଯ୍ୟରେ ନିର୍ଦ୍ଦେଶକ, ତାର କ୍ୟାମେରାମ୍ୟାନ, ସମ୍ପାଦକ, କୋରିଓଗ୍ରାଫର ଏମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହା କାହାକୁ ଦେଖାଯାଇନଥାଏ। ସେହିପରି ଏହି ଭୌତିକ ଶରୀରରେ ନିର୍ମାଣ ଆଉ ସମ୍ଭାଳିବା ପାଇଁ ମାତା ପିତାଙ୍କ ଅତିରିକ୍ତ ବହୁତ ପ୍ରାକୃତିକ ଜୀବନୀ ଶକ୍ତି, ଭଗବତ ସତ୍ତା ଏମାନେ ନିରନ୍ତର କାମ କରିଥାନ୍ତି, କିନ୍ତୁ ସେମାନେ ଆମକୁ ଦେଖାଯାଆନ୍ତି ନାହିଁ। ଆମେ ସମସ୍ତେ ଆତ୍ମ ସ୍ୱରୂପ। ଏହାକୁ ଜାଣିବା ଗୁରୁତ୍ୱପୂର୍ଣ୍ଣ ସମସ୍ତଙ୍କ ପାଇଁ, ଯେ ଆମେ ହେଉଛୁ ଆତ୍ମ ସ୍ୱରୂପ। ଯଦି ଏହି ସତ୍ୟକୁ ଆମେ ମାନି ନେବା ତାହେଲେ ସବୁ କିଛି ହେଇଯିବ। ଯଦି ଶରୀରକୁ ସତ୍ୟ ମାନି ବସିବା ତାହେଲେ ଭୁଲ ହେଇଯିବ। କାରଣ ଏହି ଶରୀର ରୂପୀ ଘରେ ଆମେ ବାସ କରୁଛନ୍ତି, କିନ୍ତୁ ଆମେ ଶରୀର ନୁହେଁ, ଆତ୍ମା। ଭଗବତ ଗୀତାରେ ଶ୍ରୀକୃଷ୍ଣ କହୁଛନ୍ତି, ଯେତେବେଳେ ଅର୍ଜୁନ ପଚାରୁଛନ୍ତି ଯେ ହେ କୃଷ୍ଣ ଆପଣ କିଏ? ଅହମ୍ ଆତ୍ମା ଗୁଡ଼ାକେଶ
सर्वभूताशय स्थित अहम आद्यश्च मध्यश्च भूतानाम अंत एव च। हे अर्जुन, ମୁଁ ସମସ୍ତ ଭୂତମାନଙ୍କ ହୃଦୟରେ ସ୍ଥିତ ସମସ୍ତଙ୍କର ଆତ୍ମା ଅଟେ। ସମ୍ପୂର୍ଣ୍ଣ ଭୂତମାନଙ୍କର ସମସ୍ତଙ୍କର ଆଦିରେ ବି ମୁଁ ଅଛି, ମଧ୍ୟରେ ବି ମୁଁ ଅଛି, ଅନ୍ତରେ ବି ମୁଁ ହିଁ ଅଛି। ମହାତ୍ମା ବୁଦ୍ଧଙ୍କର ପିତା ରାଜା ଶୁଦ୍ଧୋଧନ ଥିଲେ। ସେ ତାଙ୍କ ବାଲ୍ୟ କାଳରେ ବୁଦ୍ଧଙ୍କୁ କେବେ ହେଲେ ବି ମହଲ ବାହାରକୁ ଯିବାକୁ ଦେଉନଥିଲେ, ଆଉ ଜୀବନର ବାସ୍ତବିକତାକୁ ଜାଣିବାକୁ ଦେଉନଥିଲେ। କିନ୍ତୁ ଯେତେବେଳେ ଥରେ ସେ ଅଚାନକ ନଗର ଭ୍ରମଣରେ ବାହାରି ଗଲେ, ସେ ପ୍ରଥମ ଥର ପାଇଁ ଜଣେ ରୋଗୀ, ଜଣେ ବୃଦ୍ଧ ବ୍ୟକ୍ତି, ଜଣେ ମୃତ ବ୍ୟକ୍ତିକୁ ଦେଖିଥିଲେ। ଆଉ ସେ ତାଙ୍କ ସାରଥୀଙ୍କୁ ପଚାରିଥିଲେ, କଣ ଏହା ସମସ୍ତଙ୍କ ସହିତ ହୋଇଥାଏ? ମୋ ସହିତ ବି ତାହା ସବୁ ହବ? ସେତେବେଳେ ସାରଥୀ କିଛି କହିପାରିନଥିଲେ। ତାଙ୍କୁ ସତ୍ୟ କହିବାକୁ ସେ ବାଧ୍ୟ ହୋଇଥିଲେ। ହଁ, ସମସ୍ତଙ୍କର ମୃତ୍ୟୁ ହେବ। ବାସ୍ ଏତିକି କଥାରେ ଗୌତମ ନିଜ ମହଲକୁ ଫେରିଗଲେ। ଆଉ ମାନବର ଦୁଃଖରୁ ବଞ୍ଚିବା ପାଇଁ ସେ ମାର୍ଗର ଖୋଜରେ ବାହାରି ଗଲେ। ମହଲ ତ୍ୟାଗ କରିଦେଲେ, ପ୍ରାସାଦ ତ୍ୟାଗ କରିଦେଲେ, ବନକୁ ଚାଲିଗଲେ। କିନ୍ତୁ କେହି ଜଣେ ହେଲେ ଗୁରୁ ମିଳିଲେନି ଯିଏ ତାଙ୍କୁ ସେ ମାର୍ଗ ଦର୍ଶେଇ ପାରିବ। ସେ ନିଜ ସାଧନା ବଳରେ ନିଜେ ସେ ନିର୍ବାଣର ମାର୍ଗକୁ ଖୋଜି ପାରିଥିଲେ, ଖୋଜିକି ବାହାର କଲେ। ତାହା ହେଉଛି ଏକ ଅଦ୍ଭୁତ ମାର୍ଗ, ଆନାପାନାସତି ଧ୍ୟାନର ମାର୍ଗ। ତୃତୀୟ ନେତ୍ର ଖୋଲିବା ପରେ ତାଙ୍କୁ ନିଜର ବୋଧ ହେଲା କି ମୁଁ ମାତ୍ର ଶରୀର ନୁହେଁ, ଏ ଜନ୍ମ ପୂର୍ବରୁ ବି ମୁଁ ଥିଲି, ଏ ମୃତ୍ୟୁ ପରେ ବି ମୁଁ ରହିବି। ତାର ମଧ୍ୟରେ ଏ ଜୀବନରେ କେବଳ ମୁଁ ଏଠି ସ୍ଥିତ ଅଛି। ମୁଁ ଏ ଶରୀରକୁ ପାଇଛି, ଏ ଶରୀରରେ ପ୍ରାଣ ରୂପରେ ବିଦ୍ୟମାନ ଅଛି, ଶ୍ୱାସ ପ୍ରଶ୍ୱାସ। ତାଙ୍କୁ ଏହି ଜାଗୃତି, ଏହି ସାକ୍ଷାତକାର ମିଳିଗଲା। ଆଉ ସବୁ ଦୁଃଖରୁ, ସବୁ ବିଷାଦରୁ ସେ ମୁକ୍ତି ପାଇଗଲେ। ସେ ମୁକ୍ତିର ମାର୍ଗକୁ ଉପଲବ୍ଧି ହେଇଗଲେ। ମାନବ ନିଜର ରୋଗ ପାଇଁ, ନିଜର ଦୁଃଖ ପାଇଁ ନିଜେ ହିଁ ଦାୟୀ।
ଗୌତମ ବୁଦ୍ଧ ଆତ୍ମଜ୍ଞାନ ଆଉ କର୍ମ ସିଦ୍ଧାନ୍ତକୁ ସମସ୍ତଙ୍କ ସାମ୍ନାକୁ ନେଇ ଆସିଥିଲେ କି ପ୍ରତ୍ୟେକ ବ୍ୟକ୍ତି ନିଜର ଦୁଃଖ ପାଇଁ ତାର ନିବାରଣ ପାଇଁ ନିଜେ ହିଁ ଦାୟୀ। ସେ କହିଥିଲେ ଆପୋ ଦୀପୋ ଭବ। ତୁମେ ନିଜେ ନିଜର ପ୍ରକାଶ ବନିଯାଅ। ଏହି କଥାକୁ ଭଗବାନ କୃଷ୍ଣ ଏହି ପ୍ରକାର କହିଛନ୍ତି, ଉଦ୍ଧରେ ଆତ୍ମନ ଆତ୍ମାନମ୍ ନାତ୍ମାନ ଅବସାଦୟେତ୍ ଆତ୍ମେବ ह्यात्मनो ବନ୍ଧୁଃ ଆତ୍ମେବ ରିପୁଃ ଆତ୍ମନଃ। କି ମଣିଷ ନିଜର ଉଦ୍ଧାର ନିଜେ କରିଥାଏ, ନିଜର ସ୍ୱାସ୍ଥ୍ୟକୁ ନିଜେ ସମ୍ଭାଳିଥାଏ, ନିଜ ରୋଗରୁ ନିଜେ ହିଁ ମୁକ୍ତି ପାଇଥାଏ। ନିଜର ଆଚରଣ ବିଚରଣରେ ଅଶୁଦ୍ଧି କାରଣରୁ ଆମକୁ ରୋଗ ହୋଇଥାଏ। କିନ୍ତୁ ଯଦି ଆମେ ପ୍ରୟାସ କରିବା ତାହେଲେ ଏହି ରୋଗରୁ ମୁକ୍ତି ପାଇପାରିବା ଆଉ ସୁସ୍ଥ ହୋଇପାରିବା। ଆଧ୍ୟାତ୍ମିକ ଜ୍ଞାନ ଆମକୁ ସଶକ୍ତ ବନାଏ, ଊର୍ଜାବାନ ବନାଇଥାଏ। ଏହି ଆଧ୍ୟାତ୍ମିକ ବିଜ୍ଞାନ ହେଉଛି ସ୍ୱାସ୍ଥ୍ୟର ବିଜ୍ଞାନ। ପ୍ରଥମେ ଆମକୁ ଏହି ଜିନିଷ ସବୁବେଳେ ଏହି ପ୍ରଥମ ଜିନିଷ ମନେ ରଖିବାକୁ ହେବ। ନିଜ ବୋଧରେ ଆଣିବାକୁ ହେବ କି ମୁଁ ଶରୀର ନୁହେଁ, ମୁଁ ହେଉଛି ଆତ୍ମା। ଆଉ ଆତ୍ମା ପାଖରେ ଅନନ୍ତ ଅସୀମ ଊର୍ଜା ରହିଛି। ଶରୀରର ମଧ୍ୟ ଅନନ୍ତ ଶକ୍ତି ରହିଛି, କାରଣ ଆତ୍ମା ନିଜେ ଏହାକୁ ବନେଇଛି। ଯଦି ଶରୀରର ଠିକ୍ ଭାବରେ ଯତ୍ନ ନିଆଯାଏ ତାହେଲେ ଏହା ଦୀର୍ଘ କାଳ ପର୍ଯ୍ୟନ୍ତ ଜୀବିତ ରହିପାରିବ। ଠିକ୍ ଭାବରେ ଯତ୍ନ ନେବା ଅର୍ଥ କଣ? ଆମର ଶରୀରକୁ ପର୍ଯ୍ୟାପ୍ତ ଭାବରେ ଶୁଦ୍ଧ ବାୟୁ, ପାଣି, ସନ୍ତୁଳିତ ଆହାର ଦେବା। ଏହା ପ୍ରାଣ ଶକ୍ତିର ଅନ୍ୟ ଏକ ନାମ। ପ୍ରତିଦିନ 1 ରୁ 2 ଘଣ୍ଟା ଶ୍ୱାସକୁ ଦେଖିବା, ଶ୍ୱାସ ଉପରେ ଧ୍ୟାନକୁ କେନ୍ଦ୍ରିତ କରିବା, ଆଉ ଧୀରେ ଧୀରେ ମନ ବିଚାର ଶୂନ୍ୟ ହେବାକୁ ଲାଗିବ। ବିଶ୍ୱ ବ୍ରହ୍ମାଣ୍ଡର ଊର୍ଜା ବ୍ରହ୍ମରନ୍ଧ୍ର ଥ୍ରୋରେ ଭିତରକୁ ପ୍ରବେଶ କରିବ। ଏହି ଊର୍ଜାରେ ପୁରା ଶରୀର ସଞ୍ଚାଳିତ ହୋଇଥାଏ। ଆଉ ଏହି ଊର୍ଜାକୁ ଆମେ ସବୁବେଳେ ନିଜ ଭିତରକୁ ଇନଭାଇଟ୍ କରିବା। ଧ୍ୟାନ କରିବାର ଏହି ଏକମାତ୍ର ଉଦ୍ଦେଶ୍ୟ କି ଆମେ ସବୁବେଳେ ଏହି ଶ୍ୱାସ ସହ ଏକ ହେଇଯିବା, 24 ଘଣ୍ଟା ଏହି ଧ୍ୟାନ ସ୍ଥିତିରେ ରହିବା। ତାହେଲେ ଚିରକାଳ ପର୍ଯ୍ୟନ୍ତ ଏହି ଊର୍ଜା ଦ୍ୱାରା ସୁସ୍ଥ ରହିପାରିବା, ଜୀବିତ ରହିପାରିବା। ହିମାଳୟରେ ବହୁତ ଯୋଗୀ ଅଛନ୍ତି ଯେଉଁମାନେ କି ଆହାର ବିନା ରହିପାରନ୍ତି। ଏହି ଊର୍ଜା ଦ୍ୱାରା, ଜୀବନୀ ଊର୍ଜା ଦ୍ୱାରା, ବିଶ୍ୱ ଊର୍ଜା ଦ୍ୱାରା, ଏହି ଊର୍ଜାର ବଳ ସେମାନଙ୍କୁ ଜୀବିତ ରଖିଥାଏ। ଉଚିତ ଆହାର
उचित विहार शरीर को स्वस्थ रखिया पाई प्रथम आवश्यकता होची वायु, द्वितीय आवश्यकता होची जल। कारण शरीरर रचना रे 80% जल रही। जलर आमे प्रचुर परिमाण रे सेवन करिया दरकार। जो जिनिस रे अधिक मात्रा जल थाए फल से फल आहार को उत्तम कहुई। जलर पर्याप्त परिमाण रे आम शरीर को एक खाद्य माध्यम रे आसीबा दरकार। योगी माने निज पाखरे सबु बेले कमंडलू जल धरिकी रखि थांती। वायु आउ जल ए दुईटी प्रधान। आउ भोजन केबे केबे प्रसाद रूप से माने ग्रहण करथांती योगी माने। यार अर्थ नुहे जे आमे सुस्वादु विभिन्न प्रकार खाद्यर अनुभूति पाइबानी, किंतु सबु जिनस संतुलित भाव रे शुद्ध आ संतुलित आ स्वच्छ भोजन आम शरीर को शक्ति प्रदान करे। यह होची तृतीय आवश्यकता जल वायु तापर भोजन। सबु बेले यह जिनस मन रखि थांतु जे आमे शरीर नुहे, आमे आटू भिन्न आत्मा। जदि एटा को भूली जिबे ताले आत्मशक्ति प्राप्त हे परिबेनी। प्राण शक्ति रु अधिक दरकार आत्मशक्ति। जदि ए जिनस हमर सबु बेले मन रहे कि मु आत्मा अटे, ताहले आत्मशक्ति द्वारा ए शरीर आहुरी शक्तिवान हे परिबो, जहार केबे क्षय हेबनी, जे केबे विकारी हेबनी, सड़ विकार को ग्रास करि परिबनी सहजरे। सेथिपाई निज बयस अनुसारे सेतिकी मिनिट ध्यान करबा निहाती आवश्यक। आनापानासति ध्यान, शुद्ध वायु, प्रचुर परिमाण रे जल, शुद्ध सात्विक आहार, प्राकृतिक फल, यह सहित ध्यान, ध्यान द्वारा प्राप्त ब्रह्म ऊर्जा जदि आम शरीर को मिले ताहले शरीर निश्चय भावरे शक्तिवान बलवान हे परिबो, ऊर्जावान हे परिबो। केबे हेले तामसिक आहार मांसाहार करिबा नाही, कारण या कौनसी मृत जीव को मरा जाए प्रकृतिर नियम रे बाधा सृष्टि करी यह प्राप्ति है, जहा कि उपयुक्त नुहे मनीष पाई। कारण मनीष पाई वनस्पति, वृक्ष, फल, पनीपरिबा ए सब जगत रे भरपूर हेकी अछि। ए मांसाहार नेबा परिवर्ते नेबा द्वारा आम शरीर दुर्बल रुग्ण हो जाए, रोग ग्रास करे। कारण जदि मांसाहार मनीष पाई थांता ताहले तार जन्म हेबार 7 दिन पर आखि खुली थांता, तार दांत मुनिया मुनिया हे थांता, आउ से मध्य मांसाशी प्राणी को परी अन्य को मारी थांता। किंतु सेही परी नाही, कोनोसी भी मांसाहार लक्षण
ମଣିଷ ଦେହରେ ନାହିଁ। ସେଥିପାଇଁ ଶାକାହାର ମାନବ ଶରୀର ପାଇଁ ମହାନ ଆହାର, ଉପଯୁକ୍ତ ଆହାର। ଖାଦ୍ୟକୁ ରାନ୍ଧିକି ସାଙ୍ଗେ ସାଙ୍ଗେ ଖାଇବ। ନିଜ ଭୋକ ଅନୁଯାୟୀ ଯେତିକି ଭୋକ ତାଠୁ ଟିକେ କମ ଖାଇବ। ଆମେ ମନର ତୃପ୍ତି ପାଇଁ ଭୋଜନ ନେବାକୁ ଚାହୁଁଛେ ତ ପୁରା ଧ୍ୟାନ ଭୋଜନରେ ରହିବା ଦରକାର। ଶ୍ରୀକୃଷ୍ଣ ମନୁଷ୍ୟକୁ ଯୁକ୍ତାହାର ବିହାରର ଉପଦେଶ ଦେଇଛନ୍ତି। ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ। ତା ଅର୍ଥ ସନ୍ତୁଳିତ ସାତ୍ଵିକ ଭୋଜନ, ଆଉ ସୀମିତ ମାତ୍ରାରେ। ସେହିପରି ବିହାର ମଧ୍ୟ ମନୋରଞ୍ଜନ ପାଇଁ ସମ୍ଭୋଗ ସୀମା ଭିତରେ, ଅତ୍ୟଧିକ ନୁହେଁ। ସ୍ୱାସ୍ଥ୍ୟ ପାଇଁ ଯେମିତି ତାର ପ୍ରତିକୂଳ ପ୍ରଭାବ ନ ପଡେ। ନିଦ୍ରା ଶୋଇବା ଜରୁରୀ, କିନ୍ତୁ ଏତେ ବି ଶୋଇବା ନୁହେଁ ଯାହା ଦ୍ୱାରା ଆମେ ଆଳସୀ ହେଇଯାଉ, ଆଳସ୍ୟ ପରାୟଣ ହେଇଯାଉ। ସଂସାରରେ ଆହୁରି କେତେ ମାଦକ ଦ୍ରବ୍ୟ ରହିଛି, ସିଗାରେଟ। ଏ ଜିନିଷ ଯଦି ବାର ବାର ଖାଇବେ ତାହେଲେ ସ୍ୱାସ୍ଥ୍ୟ ପ୍ରତି ହିତକର ନୁହେଁ। ପ୍ରାକୃତିକ ଶକ୍ତିର ଉପଯୋଗ କରିବା। ସେଥିପାଇଁ ଆମକୁ ସେଇ ଜିନିଷ ଖାଇବା ଜରୁରୀ ଯୋଉ ଜିନିଷ ଆମକୁ ପ୍ରକୃତି ପ୍ରଦାନ କରିଛି। ସେଥିପାଇଁ ଭୋଜନକୁ ରାନ୍ଧିକି ସାଙ୍ଗେ ସାଙ୍ଗେ ଖାଇଦବା, ନହେଲେ କଞ୍ଚା ଜିନିଷ ଖାଇବା, ଯୋଉଠି କି ପାଣି ପ୍ରଚୁର ପରିମାଣରେ ଥିବ, ଅଧିକରୁ ଅଧିକ କଞ୍ଚା ଦ୍ରବ୍ୟ ଯେମିତି ରହିଥିବ। ପତ୍ର ପୁଷ୍ପ ଫଳ ତୋୟ ଯୋ ମେ ଭକ୍ତ୍ୟା ପ୍ରପଦ୍ୟନ୍ତେ। ଏ ପତ୍ର ପୁଷ୍ପ ଫଳ ଏସବୁ ଖାଲି ଭଗବାନ କୃଷ୍ଣଙ୍କୁ ଅର୍ପଣ କରିବାକୁ ଉପଦେଶ ଦିଆହେଇନି। ସେ ଜିନିଷ ବି ଆମର ଆହାର, ଯାହାକି ଶରୀରର ନାଡି ମଣ୍ଡଳରେ ଶୁଦ୍ଧିକରଣ କରିଥାଏ। କାରଣ ଏଥିରେ ପ୍ରଚୁର ପରିମାଣରେ ପାଣି ଅଂଶ ରହିଥାଏ। ସେଥିପାଇଁ ସବୁବେଳେ ତାଜା ଜିନିଷ ଖାଇବା ଦରକାର। ଯେତେ ସମ୍ଭବ ପ୍ରାକୃତିକ ଜିନିଷ ଖାଇବା ଦରକାର। ସାତ୍ଵିକ ଆହାର, ଶାକାହାର, ଫଳାହାର। ଶାରୀରିକ ସୁସ୍ଥତା ପାଇଁ ବ୍ୟାୟାମର ଏକ୍ସରସାଇଜ ନିହାତି ଆବଶ୍ୟକ। ସେଥିପାଇଁ ପାଦରେ ଚାଲିବା ଦରକାର। ନିଜ କାମକୁ ନିଜେ କରିବା ଦରକାର। ଯଦି ଆମେ ପୃଥିବୀ ଉପରେ ଖାଲି ପାଦରେ ଚାଲୁ ତାହେଲେ ଆମକୁ ଆହୁରି ଉର୍ଜା ମିଳିଥାଏ। ନଦୀ, ଜଙ୍ଗଲ, ପାହାଡ, ପର୍ବତ, ଝରଣା ଏସବୁ ଜାଗାରେ ଆମେ ଯଦି ଚାଲିଥାଉ, ଯଦି ଆମେ ଏହିପରି ଜାଗାକୁ ଯିବା ପାଇଁ
केबे हेले सुजोग पाइबा ताहले ताकु केबे हेले हाथ छड़ा करबानी। कारण एही जागा गुड़ाकरे प्रकृतिर सौंदर्य सहित प्रकृतिर से ऊर्जा, से प्राण ऊर्जा, से दिव्य शक्तिर ऊर्जा सबु बेले प्रवाहित होता है। से भ्रमण द्वारा हमर प्रत्येक टिश्यू, प्रत्येक कोशिका सक्रिय हो जाए, एक्टिवेट हो जाए। जद भावम तद भवति, जेपरि आमे भाविबा सेपरि बनिबा। जदि आमे 60 वर्ष बयस रे आम भाविबा जे आमे बुढ़ा हो गलेनी, आउ किछि काम करि परिबानी, ताहले केबे हेले से जिंस सेई टाइप रो हेबो आपनको पई। किंतु जदि सेई समय शुभ भावना रखिबे, निरोग सुस्थ भावना रखिबे, शक्तिशाली बलवान धनवान एहीपरि शुभ भावना रखिबे, आत्मवान वीर्यवान, तो शरीर गठनी सेई टाइप रो हेबो। नहले 30 वर्ष बयस रे भी 60 वर्ष भले देखा जिवे, वृद्धता आसी जिवो, चम बुढ़ा भलिया हे जिवो, लोचा कोचा हे जिवो। जेमिति जेमिति भाबिबे सेमति होई जिवे। मृत्यु को भाबिबे, मृत्युर चेहरा, मृत्युर कला बादल ग्रास करि जिवो, मुह सुखी जिवो, देह रे कोनोसी बल रहिबोनी, रोग ग्रास करिवो। सेथिपाई सबु बेले शुभ भावना रखिबा। आम भावना सबले चमत्कारी भावना रहिबा दरकार, सकारात्मक रहिबा दरकार। ध्यान द्वारा एही ब्रह्म ऊर्जा को प्राप्त हुई, आत्मज्ञान को प्राप्त हुई, आमे सबु बेले आनंदरे, परम आनंदरे रही परिबा। स्वास्थ्य आमर आहुरी सुंदर होई परिबो। ई स्वास्थ्य हेउछि प्रकृतर धन। कार, गाड़ी, बैंक बैलेंस, बंगला ये सब भौतिक सुख सुविधा थिले मध्य जदि स्वास्थ्य न थाए ताहले तार कोनोसी आवश्यकता नहीं, कोनोसी मीनिंग नहीं। वास्तविक सुख ताहा नुहे, वास्तविक सुख होछि स्वास्थ्य। आ सब किछि आम हाथ रे अछि। आमे घरे रहू किंतु आमे घर नुहे, आमे कार रे भ्रमण करू बुलू किंतु आमे कार नुहे। से परि आमे शरीर रूपी घरे रहुचे, आमर कर्तव्य होछि ए शरीर को स्वस्थ रखिबा, स्वास्थ्यवान रखिबा, ऊर्जावान रखिबा। आउ ता आम हाथ रे अछि। शरीर जदि किछि कष्ट हुए आमे डॉक्टर पाखु जांती,
किंतु आमे निज शरीरर निजे ही ठीक करि परिबा। चिकित्सक माने अणु परमाणु प्रोटीन ए सब जिनस जानिछंती, किंतु से माने आत्मा नाड़ीर शास्त्र ए सब जानि नाहंती। से माने प्राकृतिक शक्ति को जानि नाहंती। सेथिबाई से माने पूर्ण रूपे हमर उपचार करि पारंतिनी। आमको आत्मज्ञानर औषधि दरकार, जहा द्वारा आमे स्वस्थ होई परिबा संपूर्ण रूपे। ध्यानी हेबाकू पड़िबो, योगी हेबाकू पड़िबो, ताहले जाय कि आमे हजार हजार वर्ष पर्यंत एही शरीर रे जीवित रही परिबा आउ निज इच्छा रे मृत्यु को पाई परिबा। केवल आध्यात्मिक ज्ञान द्वारा ही आमे दीर्घायु होइथाउ। ऊर्जावान ऊर्जावान शक्तिवान निज इच्छा रे आमे मृत्युर निजे सृजन करू, निजे अधिकारी हो। ये स्वास्थ्यर आरंभ ध्यान रु होइथाय। श्वास श्वास ऊपर ध्यान देबा, जा द्वारा चित्त वृत्ति धीरे धीरे निरोध होई परिबो। मन धीरे धीरे विचार शून्य हेबाकू लागिबो। विश्वर प्राण शक्ति ब्रह्म ऊर्जा आम भितर प्रवेश हेबो, आउ दिव्य चक्षु धीरे धीरे खोली जिवो। ए विचार शून्य अवस्था रे ब्रह्म ऊर्जा आम भितरे प्रवाहित होइथाय। प्राण शक्तिर प्रवाह होइथाय। यह हमको आत्मज्ञानी बने थाए। आमे कम आहार खाऊ, किंतु जदि दिन जाक बहुत लोकों सहित मिसिबा, बहुत कथबार्ता करिबा, ताहाले केमिति आमे हेबा। निज अनुभूतिर ज्ञान आत्मज्ञान। जदि आमे निरंतर ध्यान साधना करिबा, ताहाले कोनोसी भी वैद्य चिकित्सक कहा पाखु जिबार आवश्यकता नहीं। बिना औषध रे आमे दीर्घायु होई परिबा। आमे जितबले ए विश्व को आसी थाओ, आमे निर्णय करी आसी थाओ कि हमको केते समय सेठी रहिबार अछि। जेमिति क्रिकेट खेल रे खेल पूर्वरु
यह डिसाइड ହେଇକି ଥାଏ ଯେ 50 ओवर खेलिबार अछि कि 20 ओवर खेलिबार अछि कि 5 दिन जाए कंटिन्यूअस चलिबो ए खेल सेही परी ए दुनिया रे आमे जेउ पर्यंत रहिबा को चाहिबा सेही पर्यंत आमे रहि परिबा आम निज इच्छा द्वारा आमे मृत्यु को प्राप्त हेबा इच्छा मृत्यु आमे समस्ते आत्म स्वरूप अटु आत्म स्वरूप ये आत्मा निर्लिप्त भावरे ए शरीर रे वास करथाए आई शरीर रो ऊर्जा आत्मा रो ऊर्जा ऊपर निर्भर करे आई आत्मा रो ऊर्जा असीम अनंत अखंड से हिसाब रे शरीर रो ऊर्जा भी अखंड शरीर भी दिव्य शरीर भी प्रकाशमय जदि कि कहार पूर्व जन्म रे कौनसी पाप कर्म करिथाए ताहाले तार एही जन्म रे नाड़ी मंडल रे ब्लॉकेज क्रिएट होइथाए रोगग्रस्त होइथाए तार पूर्व जन्मर कर्म ही एही जन्मर अस्वस्थतार कारण होइथाए जेमिति से दुष्कर्म करिथाए खराब कर्म करिथाए ताको भयंकर रोग होइथाए जेते बड़ पाप सेते भयंकर रोग जेते छोट पाप सेते साधारण रोग नेकी ए जीव आसी थाए ज्ञानर अग्नि द्वारा समस्त कुकर्म दुष्कर्म जली नष्ट हो जाए जथे धांसी समिधोग्नि भस्मीसात कुरुते अर्जुन ज्ञानाग्नि सर्वकर्माणि भस्मीसात कुरुते तथा ज्ञानाग्नि दग्ध कर्माण जेपरी अग्नि समिध को समिध रूप अग्नि अग्नि रे जहा भी आपण पकांतु ताहा नष्ट हो जाए ध्वंस हो जाए सेही परी ज्ञान रूपक अग्नि रे जन्म जन्मर कर्म फल क्षय हो जाए पोड़ी हो जाए नष्ट हो जाए जदि आमे स्वस्थ रहिबा को चाहूं ताहले केबे हेले खराब कर्म करिवेनी कुकर्म करिवेनी ये जो बैक्टीरिया भाइरस द्वारा आम शरीर को रोग आसी ता हमर पूर्व जन्मर बहुत कष्टकर पापर फल समस्तଙ୍କ प्रति सद्व्यवहार सत्कर्म पुण्य कर्म करिबा
ସମସ୍ତଙ୍କୁ ଶାକାହାର ମାର୍ଗକୁ ନେଇ ଆସିବା, ଧ୍ୟାନ ମାର୍ଗକୁ ନେଇ ଆସିବା, ତାହେଲେ ଆମର ରୋଗ ଧୀରେ 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 ରୋଗ ମୁକ୍ତ ହେବାର ଲାଗୁ। ଯଦି ଶୀଘ୍ର ରୋଗରୁ ମୁକ୍ତ ହେବାକୁ ଚାହୁଁଛନ୍ତି ତାହେଲେ ଧ୍ୟାନକୁ ନିଜର ଗୋଟେ ଅଙ୍ଗ ମାନି ନିଅନ୍ତୁ। ଧ୍ୟାନକୁ ଜୀବନକୁ ନେଇ ଆସନ୍ତୁ। ଯେତେ ଅଧିକ ସମୟ ଧ୍ୟାନ କରିବେ ସେତେ ଅଧିକ ଆପଣଙ୍କୁ ଜ୍ଞାନ ପ୍ରାପ୍ତି ହେବ। ଆଉ ଏଇ ଜ୍ଞାନ ପ୍ରାପ୍ତି ହେଲେ ହିଁ ଅଜ୍ଞାନର ଅନ୍ଧକାର ଦୂର ହୋଇଯିବ। ଯେମିତି ଗୋଟିଏ ଅନ୍ଧାର ଘରେ କେତେ ଜନ୍ମରୁ ବି ସେ ଅନ୍ଧାର ରହିଥାଉ, ସେଠିକି ଆମେ ଯଦି ପ୍ରକାଶ ନେଇକି ଯିବା, ଦୀପ ନେଇକି ଯିବା, ତାହେଲେ ସେ ସାଙ୍ଗେ ସାଙ୍ଗେ ପ୍ରକାଶିତ ହେଇଯିବ। ସେହିପରି ଭାବରେ ଯେତେ 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 ଏତେ ଧ୍ୟାନ କରି କରି ଯିବେ ସେତେ ସେତେ କର୍ମ ଫଳ କଟି 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 ଯିବ। ସେ ରୋଗ ଧୀରେ 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 ପ୍ରାଣ ଉର୍ଜାରେ ପରିଣତ ହେଇଯିବ। ଆଉ ଧୀରେ 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 ଆପଣଙ୍କର ସବୁ ରୋଗରୁ ଆପଣ ମୁକ୍ତ ହେଇଯିବେ। ଯେତେ ଶୀଘ୍ର ଜ୍ଞାନ ମିଳିବ ସେତେ ଶୀଘ୍ର ଅଜ୍ଞାନ ଦୂର ହେବ। ଆମକୁ ଏହି ଜନ୍ମ ନିଜର ଅନ୍ତିମ ଜନ୍ମ ବନେଇବାର ଅଛି। ଆଉ ଆମେ ଏହି ଜନ୍ମର ଭରପୁର ଭାବରେ ଆନନ୍ଦ ନେବାର ଅଛି। ଆମେ ପୃଥିବୀ ଉପରେ ରହିବା, କିନ୍ତୁ ଭଗବାନଙ୍କ ପରି। ପିରାମିଡ ଉର୍ଜାର ଯେତେ ଉପଯୋଗ କରିବା ସେତେ ଶୀଘ୍ର ଫାଷ୍ଟ ଆମେ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇପାରିବା। ସେଥିପାଇଁ ପିରାମିଡ ସ୍ପିରିଚୁଆଲ ସୋସାଇଟି ଗାଁ ଗାଁ ସହର ସହରରେ ପିରାମିଡ ବନାଉଛି ଆଉ ବନାଉଥିବ। ଏହି ପିରାମିଡ ତଳେ ଯଦି ଆପଣ ପାଣି ରଖିକି ପିଇବେ, ତାହେଲେ ସେ ପାଣିରେ ଜୀବନୀ ଶକ୍ତିର ସଞ୍ଚାର ହେବ, ଊର୍ଜାର ପ୍ରବାହ ହେବ। ପିରାମିଡ ତଳେ ବସି ଧ୍ୟାନ କଲେ ତାହେଲେ ଆମକୁ ପିରାମିଡର ଊର୍ଜା ମିଳିଥାଏ। ପିରାମିଡ ତଳେ ଯଦି ଆପଣ ପ୍ରେଜେଣ୍ଟେସନ କରୁଛନ୍ତି, କୌଣସି ପାଠ ପଢୁଛନ୍ତି, ତାହେଲେ ଆପଣଙ୍କ ବୁଦ୍ଧି ପ୍ରଖର ହେବ। ଆମର ରାଇଟ ବ୍ରେନ ଆକ୍ଟିଭେଟ ହେଇଯିବ ଆଉ ଇଣ୍ଟ୍ୟୁସନ କ୍ଷମତା ସବୁ ବୃଦ୍ଧି ପାଇବ। ଏ ଧ୍ୟାନର ଊର୍ଜା, ପିରାମିଡର ଊର୍ଜା ଶାକାହାର ଦ୍ୱାରା ଆମେ ଏସବୁକୁ ଉପଯୋଗ କରି ନିଜ ଜୀବନକୁ ସୁଖମୟ, ଶାନ୍ତିମୟ, ଊର୍ଜାମୟ କରିପାରିବା। ଶେଷ 3 ମିନିଟ। ଅନନ୍ତ ଊର୍ଜା, ଅନନ୍ତ ବିଶ୍ୱ ଶକ୍ତି କଣ କଣରେ ପ୍ରବାହିତ ହେଉଛି। ମୁଖରେ ଖାଦ୍ୟ, ମହଦ୍ୱାରା ଖାଦ୍ୟ, ବ୍ରହ୍ମରନ୍ଧ୍ର ଦ୍ୱାରା ବିଶ୍ୱ ଊର୍ଜାର
ପ୍ରବାହ ଆମର ପ୍ରତ୍ୟେକ ସେଲ୍ ସୁସ୍ଥ ଜ୍ଞାନବାନ ଶକ୍ତିଶାଳୀ ହେବାରେ ଲାଗିଛି। ସମସ୍ତଙ୍କର ଯେତେ ପାଷ୍ଟ ଲାଇଫ ମେମୋରି ରହିଛି ସବୁ ରିଲିଜ ହେଇଯାଉଛି ଏହି ऊर्जा ଦ୍ୱାରା, ଏହି ଗ୍ରୁପ ଏନର୍ଜି ଦ୍ୱାରା। ଶେଷ 2 ମିନିଟ। ଅନନ୍ତ ଶକ୍ତିର ଦ୍ୱାର, ଅନନ୍ତ ऊर्ଜାର ଦ୍ୱାର, ଅସୀମ ଶାଶ୍ୱତ ନିତ୍ୟ ଚିରସ୍ଥାୟୀ ସମସ୍ତ ଶକ୍ତି ଆକ୍ଟିଭେଟ୍ ହେଇଯାଉଛି। ଶେଷ 1 ମିନିଟ। ସମସ୍ତେ ଆତ୍ମଭାବରେ ଯିବା। ଦୀର୍ଘାୟୁ ହେବା, ସ୍वस्थ ହିସାବରେ ଯିବା। ଶେଷ 30 ସେକେଣ୍ଡ। କୋଡ଼ିଏ ସେକେଣ୍ଡ। दस सेकेंड। 9 8 7 6 5 4 3 2 1 0। ଧୀରେ ଧୀରେ ନିଜ ସମୟ ନେଇ 2 ହାତକୁ ଆଖି ପାଖକୁ ନେଇ ଆସନ୍ତୁ। ଆଖି ଖୋଲି ପାରିବେ।